ସବୁବେଳେ ଆଶ୍ଚର୍ଯ୍ୟ କରୁଥିବା ଗୋଟିଏ ପ୍ରଶ୍ନ ହେଉଛି ପୃଥିବୀରେ ପ୍ରଥମେ ମଣିଷ କେମିତି ଜନ୍ମ ହେଲା। ବାପା ମାଆଙ୍କ ଠାରୁ ପିଲାର ଜନ୍ମ ହୋଇଥାଏ, କିନ୍ତୁ ଏ ମାନବ ଜାତିର ଜନ୍ମ କେମିତି ହୋଇଥିଲା? ଏହି କଥା ଉପରେ ଧର୍ମଶାସ୍ତ୍ରରେ ଅନେକ କିଛି ଉଲ୍ଲେଖ ରହିଛି, କିନ୍ତୁ ଆଜିର ଦୁନିଆର ବିଜ୍ଞାନ ଅନ୍ୟ କିଛି କହୁଅଛି। ବିଜ୍ଞାନର କହିବା ଅନୁଯାୟୀ ପୃଥିବୀରେ ମନୁଷ୍ୟର ଉତ୍ପତ୍ତି ରାସାୟନିକ ଅଭିକ୍ରିୟା ଏବଂ ଭୌତିକ ପ୍ରକ୍ରିୟାର ମିଶ୍ରଣରେ ହୋଇଛି। ଏଥିରେ କୌଣସି ଦିବ୍ୟ ଶକ୍ତିର କୌଣସି ହାତ ନାହିଁ ବୋଲି ବୈଜ୍ଞାନିକମାନେ କହିଛନ୍ତି। ବିଜ୍ଞାନର କହିବା ଅନୁଯାୟୀ ମଣିଷ ମାଙ୍କଡ଼ ଓ ସିମ୍ପାଞ୍ଜିର ସ୍ୱରୂପ ଅଟନ୍ତି, କିନ୍ତୁ ଯଦି ମାଙ୍କଡ଼ ଆଉ ସିମ୍ପାଞ୍ଜିର ବିକଶିତରେ ମନୁଷ୍ୟ ସୃଷ୍ଟି ହୋଇଥାନ୍ତେ, ତେବେ ଦୁନିଆରେ ତାଙ୍କର କୌଣସି ଚିହ୍ନ ବର୍ଣ୍ଣ ରହିନଥାନ୍ତା। ତେଣୁ ଏହି କଥାକୁ କିଛି ଲୋକ ଗ୍ରହଣ କରୁନାହାନ୍ତି, କାରଣ ବିଜ୍ଞାନ ଏହା ମଧ୍ୟ କହେ କି ଯଦି କୌଣସି ଜୀବ ବିକଶିତ ହୁଅନ୍ତି, ତେବେ ନିଜର ପୁରୁଣା ଅସ୍ତିତ୍ୱକୁ ହରାଇ ଦେଇଥାନ୍ତି, ଯାହାକି ମାଙ୍କଡ଼ ଓ ସିମ୍ପାଞ୍ଜି କ୍ଷେତ୍ରରେ ହୋଇନାହିଁ। ବିଜ୍ଞାନ ଦୁନିଆ ସାମ୍ନାରେ ଏହା ତଥ୍ୟ ରଖିଛି କି ମଣିଷ ଯେତେବେଳେ ଆଦିମାନବ ଅବସ୍ଥାରେ ଥିଲା, ସେ ଜଙ୍ଗଲରେ ଜୀବନ କଟାଉଥିଲା। ଇତିହାସକୁ ଦେଖିଲେ ମାନବ ସଭ୍ୟତାର ଉତ୍ପତ୍ତି ସ୍ଥଳ କେନ୍ଦ୍ର ଆଫ୍ରିକା ବୋଲି କୁହାଯାଇଛି, ମାତ୍ର ଆଦିମାନବର ବିକାଶ ଭାରତରେ ହିଁ ହୋଇଛି। ନିକଟରେ ଆର୍କିଓ ଜିନୋମିକ୍ ରିସର୍ଚ୍ଚରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଆଦିମାନବର ସୃଷ୍ଟି ଆଫ୍ରିକାରେ ହୋଇପାରେ, ମାତ୍ର ତା'ର ବିକାଶ ଭାରତରେ ହୋଇଛି। 25,000 ବର୍ଷ ପୂର୍ବେ ବିଶ୍ୱର ଅଧା ଜନସଂଖ୍ୟା ଭାରତରେ ରହୁଥିବା ରିପୋର୍ଟରେ କୁହାଯାଇଛି। ମାନବ ସଭ୍ୟତାର ଇତିହାସ ବିଷୟରେ ସଠିକ୍ ତଥ୍ୟ ଜାଣିବା ପାଇଁ ଆର୍କିଓ ଜିନୋମିକ୍ ପକ୍ଷରୁ ରିସର୍ଚ୍ଚ କରାଯାଇଥିଲା। ଏହି ରିସର୍ଚ୍ଚରେ 1,60,000 DNA ନମୁନାକୁ ସାମିଲ କରାଯାଇଥିଲା। ହରପ୍ପା ମହେଞ୍ଜୋଦାରୋ ସଭ୍ୟତା ଠାରୁ 20,000 ବର୍ଷ ପୂର୍ବରୁ ଭାରତରେ ସଭ୍ୟ ଲୋକ ରହୁଥିଲେ। ଯଦି 25,000 ବର୍ଷ ପୂର୍ବର କଥା କହିବା, ତେବେ ବଙ୍ଗୋପସାଗର, ଆରବ ସାଗର ଓ ହିମାଚଳ ମଧ୍ୟରେ ବିଶ୍ୱର ଅଧା ଜନସଂଖ୍ୟା ବିଶିଷ୍ଟ ଲୋକ ବାସ କରୁଥିଲେ। ପରବର୍ତ୍ତୀ ସମୟରେ ଏହି ଜନସଂଖ୍ୟା ସାରା ବିଶ୍ୱକୁ ବ୍ୟାପି ଯାଇଥିଲା। ସାରା ବିଶ୍ୱରୁ ମିଳିଥିବା 1,60,000 DNAର ଜିନୋମ୍ ସ୍କେଲିଂ ବେସ୍ଡ ଷ୍ଟଡି ମୁତାବକ ଆଫ୍ରିକାରେ ମାନବ ଜାତିର ସୃଷ୍ଟି ହୋଇଥିଲା, ମାତ୍ର ଭାରତରେ ମାନବ ଜାତିର ବିକାଶ ଲାଭ କରିଥିଲା। ଏଥିସହିତ ସେମାନେ ଭାରତରେ କ୍ଷେତ କାର୍ଯ୍ୟ କରୁଥିବା ମଧ୍ୟ ଷ୍ଟଡିରୁ ତଥ୍ୟ ମିଳିଛି। ବିଶେଷ କରି ସିନ୍ଧୁ ଓ ସରସ୍ୱତୀ ନଦୀ କୂଳରେ ସେ ସମୟରେ କ୍ଷେତିବାଡ଼ି କରାଯାଉଥିବା ଜଣାପଡ଼ିଛି। ଆଦିମାନବ ମାଇକ୍ରୋଲିଥିକ୍ ଟେକ୍ନିକ୍ର ସନ୍ଧାନ କରିଥିଲେ। ଏଥିସହିତ ହତିଆର ନିର୍ମାଣ କୌଶଳ ଶିଖିବା ପରେ ଆଦିମାନବଙ୍କ ପାଇଁ ଭୋଜନ ସନ୍ଧାନ କରିବା ସହଜ ହୋଇପାରିଥିଲା। ସହଜ ଭାଷାରେ କହିବାକୁ ଗଲେ ସମସ୍ତ ଜିନ୍ର ଗ୍ରୁପକୁ ଜିନୋମ୍ କୁହାଯାଏ। ଏହା ଗୋଟିଏ ପିଢ଼ିର ଗୁଣକୁ ଅନ୍ୟ ପିଢ଼ିକୁ ପଠାଇଥାଏ। ଏହି ଜିନୋମ୍ର ଅଧ୍ୟୟନକୁ ଜିନୋମିକ୍ସ କୁହାଯାଇଥାଏ। ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ DNA ଆଧାରିତ, ଅର୍ଥାତ୍ ଜିନୋମିକ୍ ପାଇଁ ସର୍ବପ୍ରଥମେ DNAକୁ ନିଆଯାଇଥାଏ। ଜୈବିକ ରିସର୍ଚ୍ଚ କ୍ଷେତ୍ରରେ ଜିନୋମିକ୍ ଏବେ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଭାବେ ପରିଗଣିତ ହୋଇଛି। ଭଗବାନ ତିଆରି କରିଥିବା ସଂସାରକୁ ବୁଝିବା ସାଧାରଣ ମନୁଷ୍ୟ ପକ୍ଷେ ସମ୍ଭବପର ନୁହେଁ, କିନ୍ତୁ ଯଦି ଧର୍ମ ଦୃଷ୍ଟିରୁ ଦେଖାଯାଏ, ତେବେ ଏହା ଈଶ୍ୱରଙ୍କ ସଂରଚନା।